ଶ୍ରୀଅଙ୍ଗରେ କମ୍ପ ଆସୁଥିବ, କୋମଳ କଳେବର ଥରି ଉଠୁଥିବ, 60 ପଉଟି 56 ଭୋଗ ଖାଉଥିବା ମୋର ମଣିମା, ପଣା ପାଣି ପିଇ ତୁମେ ଅଣସର ଘରେ କେମିତି ରହିବ? ଭଳିକି ଭଳି ବାର ଲାଗି ପାଟ ମଖମଲ ପିନ୍ଧୁଥିବା ଦିହ ମୋର, ଖଣ୍ଡିଏ ଲୁଗା ପିନ୍ଧି ରତ୍ନ ସିଂହାସନ ଆଉ ରତ୍ନ ପଲଙ୍କକୁ ତ୍ୟାଗ କରି ଅଣସର ଘରେ କେମିତି ରହିବ ମଣିମା? ପଖାଳ ଭାତରେ ଘିଅ ସହିତ ବିଭିନ୍ନ ପ୍ରକାରର ରସାଳ ବିଶାଳ ଭୋଗ ଖାଉଥିବା ବଡ଼ ଖାଉଟିଆ ଦିହ ମୋର, ତାର ମଧୁର ଅଧରରେ ପିତା ପଥି ଔଷଧକୁ କେମିତି ଗ୍ରହଣ କରିବ ହେ ଶାନ୍ତେ? ହେ ଭକ୍ତପ୍ରିୟ ମଣିମା, ଅଣସର ଘରେ ରହି ଭକ୍ତଙ୍କର ଦର୍ଶନ ତୁମେ ପାଓନା କି ଭକ୍ତ ତୁମର ଦର୍ଶନ ପାଏନା? ଭକ୍ତକୁ ଦେଖିବାକୁ ପରା ବର୍ଷକୁ 2-3 ଥର ବାହାରକୁ ଚାଲି ଆସ। ଏଡ଼େ ଭକ୍ତ ବତ୍ସଳ ତୁମେ, ବିନା ଭକ୍ତରେ ଅଣସର ଘରେ ତୁମେ କେମିତି ରହିବ ହେ ମଣିମା? ଏ କଥା ଆଜି ମନକୁ ବ୍ୟାକୁଳିତ କରୁଛି, ଆନ୍ଦୋଳିତ କରୁଛି। ମଣିମା, ତୁମର ଏ ମାନବୀୟ ଲୀଳା ନା ଆଜି ଏ ହୃଦୟକୁ ବହୁତ କଷ୍ଟ ଦେଉଛି। ତୁମେ ଜାଣ ତୁମରି ଲୀଳା, ତୁମ ଲୀଳା ବୁଝିବାକୁ ସକ୍ଷମ ବା କିଏ? ହେ ମହାପ୍ରଭୁ।